ଧରାଯାଉ ଗୋଟେ ଗପ ଅଛି କହିବି, ତା ନାଁ ହଉଛି କୁତୁରି ନାନୀ। କୁତୁରି ନାନୀ କିଏ? ସେ ଯିଏ ମିଛ କହେ ସବୁ, ମାନେ ଏଇ ଗାଳ୍ପିକଙ୍କୁ ସେ ଯେତେବେଳେ ଶୋଇବା ସମୟରେ ମିଛ କହେ, ଆଉ ମିଛ ମାନେ କୋଉ ବିଷୟରେ ପଚାରନ୍ତି, ବାଳକ ଲେଖକ ପଚାରନ୍ତି ତାଙ୍କୁ ଯେ ନାନୀ ତମ ଘର କେମିତି? ସେ କହିବ ଆମ ଘର ବହୁତ ସୁନ୍ଦର, ବହୁତ ବଢିଆ। ଆଉ ତମ ସ୍ଵାମୀ କେମିତି? ମୋ ସ୍ଵାମୀ ମତେ ବହୁତ ଭଲ ପାଆନ୍ତି, ବହୁତ ଭଲ ପାଆନ୍ତି। ଆଚ୍ଛା, ହଁ। ସବୁବେଳେ ଏଇଭଳି ଭାବରେ ସେ କହେ, ବହୁତ ଭଲ କଥା, ମଙ୍ଗଳକର କଥା ସବୁ କହିବ। ସେତେବେଳେ ହୁଏ କଣ, ହଠାତ୍ ଦେଖାଗଲା ଯେ କୁତୁରି ନାନୀ କେତେ ଦିନ ପର୍ଯ୍ୟନ୍ତ ଆଉ ଆସିଲେ ନାହିଁ। କାହିଁକି ଆସିଲେନି, କଣ ଘଟଣା କଣ? ତାର ଗୋଟେ ରହସ୍ୟ ଉଦ୍ଘାଟିତ ହେଲା। ଦିନେ କଣ ହେଇଛି ନା, ଲେଖକ ମାନେ ମୋ ଚରିତ୍ର ଯିଏ, ସେ କହିଛନ୍ତି ମୋର ଗୋଟେ ଟିପାବତୀ ଦରକାର। ଟିପାବତୀ ମାନେ ଟର୍ଚ ଲାଇଟ, ଟିପାବତୀ ଦରକାର। କୁତୁରି ନାନୀ ତାଙ୍କର କୌଣସି ସ୍ୱପ୍ନକୁ ଅପୂର୍ଣ୍ଣାଙ୍ଗ ରଖନ୍ତିନି, ତେଣୁ ଆଣି ଦେଇଛନ୍ତି ଗୋଟେ ଟିପାବତୀ, ତାଙ୍କ ଘରୁ ଆଣି ଦେଇଛନ୍ତି। ତାପରେ ଲେଖକ ତ ବହୁତ ଖୁସି ହେଇଛନ୍ତି। ଯେତେବେଳେ ଆସିନାହାନ୍ତି କୁତୁରି ନାନୀ ଆଉ, ସେତେବେଳେ ତାଙ୍କ ଘରକୁ ତାପରେ ଯାଇଛନ୍ତି କୁତୁରି ନାନୀଙ୍କୁ ମାନେ ଦେଖିବା ପାଇଁ, କଣ ଅସୁବିଧା ହେଲା ଆସିଲେ ନାହିଁ। ସେତେବେଳେ ଜାଣିଛନ୍ତି ଯେ ତାଙ୍କ ସ୍ଵାମୀ କି ନିଷ୍ଠୁର, ସେ କେମିତି ପ୍ରହାର କରନ୍ତି। ଦୀପାବତୀ ବା ଟର୍ଚ ଲାଇଟ ଟି ଘରୁ ନେଇ ବାଳକ ଲେଖକଙ୍କୁ ଦେଇ ଦେଇଥିବାରୁ ସେଇ ଅପରାଧରେ ଅପରାଧିନୀ ସେ କିଭଳି ବୋଲି ସାବ୍ୟସ୍ତ କରିଛନ୍ତି, ଏବଂ ତାଙ୍କ ପ୍ରତି କିପରି କର୍କଶ ବ୍ୟବହାର କରାଯାଇଛି, ତାଙ୍କ ଘର କେମିତି ଘରର ବିପର୍ଯ୍ୟସ୍ତ ଅବସ୍ଥାରେ ସେଇଟା ଦେଖୁଛନ୍ତି ଲେଖକ। ମାନେ ଦେଖନ୍ତୁ, ଗୋଟିଏ ପଟେ ବାସ୍ତବତା କଣ, ଅଥଚ କୁତୁରି ନାନୀ କେବେ କହନ୍ତିନି ମୋ ଘର ବିପର୍ଯ୍ୟସ୍ତ, ମୁଁ ଦରିଦ୍ର, ମୁଁ ନିଃସ୍ୱ, ମୋ ସ୍ଵାମୀ ମତେ ଭଲ ପାଆନ୍ତିନି, ଏ କଥା କହନ୍ତିନି। ସେ କହନ୍ତି ଯେ ମୋ ସ୍ଵାମୀ ମତେ ବହୁତ ଭଲ ପାଆନ୍ତି, ଆମ ଘର ବହୁତ ସୁନ୍ଦର। ଏ ଯୋଉ ମିଥ୍ୟା, ସେ ମିଥ୍ୟା ଭିତରେ ଯୋଉ ଅନ୍ତର୍ସତ୍ୟ ଧ୍ୱନିତ ହୋଇ ଉଠିଛି, ତାକୁ ଛୁଇଁବା ପାଇଁ ଆମକୁ ସେ ଦେଇ ଦେଇଛନ୍ତି ଉପହାର, ପ୍ରସ୍ତୁତ କରି ଦେଇଛନ୍ତି ପଥ। ମିଛ ଭିତରେ ବି କେତେ ସୁନ୍ଦର କଥା ଥାଏ। ମହାପାତ୍ର ନୀଳମଣି ସାହୁ ଗୋଟେ ପ୍ରବନ୍ଧ ଲେଖିଥିଲେ, ମାନେ ରମ୍ୟ ରଚନା, ମିଛ ମିଛ ଟିକିଏ ମିଛ, ଅତି ସୁନ୍ଦର। ତେଣୁ ସତ୍ୟ କେବଳ ନୁହେଁ, ଯୋଉଠି ଅନ୍ୟକୁ ଆନନ୍ଦ ଦେବା ପାଇଁ ମିଛ ଟିକିଏ କହିବାକୁ ପଡେ, ସେଇଟା ମଧ୍ୟ କେତେ ଆବେଦନକ୍ଷମ, କେତେ ଜୀବନ ସମ୍ପ୍ରୀତି ସଞ୍ଚାର କ୍ଷମ, ତାହା ଆମେ ଏଇଠୁ ଜାଣିପାରିବା। ସେମିତି ଗୋଟେ ଗପ ତାଙ୍କର ଅଛି, ଅନେକ ସ୍ମିତ ହସ, ଚମତ୍କାର। ଆପଣ ମାନେ ସମସ୍ତେ ପଢିଥିବେ, ଜାଣିଥିବେ। ମାନେ ସେ ଜଣେ ଭଦ୍ର ବ୍ୟକ୍ତି କଣ ହୋଇଛି, ରାମ ବାବୁ ତାଙ୍କ ନାଁ। ସେ ଭାବନ୍ତି ସାରା ଦୁନିଆରେ ତାଙ୍କୁ ସମସ୍ତେ କେବଳ ହଇରାଣ କରିବା ପାଇଁ ଅଛନ୍ତି, ତେଣୁ ସେ କରିବେ କଣ, ସେ କରନ୍ତି କଣ, ଭାବନ୍ତି ସମସ୍ତେ ମୋତେ ହଇରାଣ କରୁଛନ୍ତି,
ତାଙ୍କର ଗାଧେଇବା ବେଳକୁ ସ୍ନାନ କରିବା ବେଳକୁ ପାଣି ସରିଯିବ। ଉପର ବାଲା ଯୋଉ ଘରେ ତାଙ୍କର ଅଛନ୍ତି ସେ ସବୁ ପାଣି ସାରି ଦଉଛନ୍ତି ଜାଣି ଜାଣି। ଏଇ ଯୋଉ ଖବର କାଗଜ ପଢନ୍ତି ପ୍ରତିଦିନ ସକାଳେ ବସିଛନ୍ତି। ହକର ମାନେ କେମିତି ଫିଙ୍ଗନ୍ତି ଖବର କାଗଜ ଆପଣ ମାନେ ଜାଣିଛନ୍ତି। ସେ ଠିକ ଚା କପଟି ତାଙ୍କ ଓଠ ପାଖକୁ ନେବାକୁ ଯାଉଛନ୍ତି, ଖବର କାଗଜ ବାଲା ହକର ଫିଙ୍ଗି ଦେଲା ଯେ ଏତେ ଉପରକୁ, ମାନେ ସିଧା କପରେ ବାଜି କପଟା ତଳେ ପଡି ଖଣ୍ଡ ବିଖଣ୍ଡି ପାଇଗଲା। ତମକୁ ରାଗି ଉଠିଲେ ଆଉ ରାଓ ବାବୁ କି ରାଗ। ତାପରେ ବାହାରିଲେ ସାଇକେଲରେ। ସାଇକେଲରେ ବାହାରିଲେ କଣ ପାଇଁ ନା ତା ବିରୁଦ୍ଧରେ କମ୍ପ୍ଲେନ କରିବା ପାଇଁ। ଯେ ଏଜେଣ୍ଟ ତା ପାଖକୁ ଯାଇ କମ୍ପ୍ଲେନ କରିବେ ହକର ବିରୁଦ୍ଧରେ। ତାପରେ ସେ ଦେଖୁଛନ୍ତି ରାସ୍ତାରେ କେମିତି ସବୁ ଘଟଣା ଗୁଡିକ ଘଟୁଛି। ଦେଖିଲେ ତାଙ୍କ ସାମ୍ନା ପଟୁ ଗୋଟେ କାର ଆସୁଛି। ସେ ଜାଣନ୍ତି ସେ କାରରେ ବସିଛନ୍ତି କିଏ, ତାଙ୍କର ଅଫିସର ଯିଏ ହଉଛନ୍ତି ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିବା ଅଫିସର, ସିଏ ଆସୁଛନ୍ତି। ଏ ମହା ଅସୁବିଧା, କଣ କରିବି? ନମସ୍କାର କଲେ ଅସୁବିଧା, ନ କଲେ ଅସୁବିଧା। ଯଦି ଦେଖି ପକେଇଲେ ସାର୍ ମତେ ମୁଁ ନମସ୍କାର ଚାଲି ଯାଉଛି, ତାହେଲେ ହୁଏତ ଆକ୍ରୋଶ ରଖିପାରନ୍ତି। ଯଦି ନମସ୍କାର କରିବି କୋଉଠି ବାଜିବ କିଏ ଜାଣେ, କିଛି ଭାବି ପାରୁନାହାନ୍ତି। ତଥାପି ନମସ୍କାର ଟା କଲେ। ସେ ଶୁଣନ୍ତୁ ପିତା ଶୁଣନ୍ତୁ, ଦେଖନ୍ତୁ କି ନ ଦେଖନ୍ତୁ ନମସ୍କାର କଲେ। ନମସ୍କାର କଲା ବେଳକୁ ମୁହଁଟା ଉଠେଇଲା ବେଳକୁ ଦେଖିଲେ ଯେ କାରଟା ଧୂଳି ଉଡି ପଡିଗଲାଣି ଆଗକୁ, ଏବଂ କାରର ପଛପଟେ 3 ଜଣ ଭଦ୍ର ବ୍ୟକ୍ତି ଆସିଥିଲେ ସାଇକେଲରେ। ସେ 3 ଜଣ ଭାବିଲେ ଯେ ବୋଧହୁଏ ରାଓ ବାବୁ ଆମକୁ ନମସ୍କାର କଲେ। ଆମକୁ ମାନେ ସେ 3 ଜଣଙ୍କ ଭିତରୁ କାହାକୁ ଜଣ କାହାକୁ ନମସ୍କାର କଲେ, ସେଇଟା ତ ପୁଣି ଚୂଡାନ୍ତ ହବା କଥା। ତେଣୁ ସେ 3 ଜଣ ପରସ୍ପରକୁ ଚାହିଁଲେ। ପ୍ରତି ନମସ୍କାର କିଏ ଜଣେଇବ, କାହାକୁ ନମସ୍କାର କଲେ ସେ। ଏଇ ଯୋଉ ପରସ୍ପର ମୁହଁକୁ ଚାହିଁଲା ବେଳେ ସେମାନେ ଭାରସାମ୍ୟ ରଖି ପାରିଲେନି ସାଇକେଲରେ। ଆଉ 3 ଜଣ ଯାକ ପଡିଗଲେ ରାସ୍ତାରେ। ତାପରେ ରାଓ ବାବୁଙ୍କୁ ହସ ଲାଗିବନି, ହସ ଲାଗିବା ସ୍ୱାଭାବିକ। ତାପରେ ସେ ଗଲେ, ଆଗକୁ ଗଲେ। ଆଗକୁ ଗଲେ ଦେଖିଲେ ଜଣେ ମଣ୍ଡଳା ରହୁଛନ୍ତି ପ୍ରକାଶ, ଜଣେ ମାନେ ବୃହଦା କାୟା ମହିଳା ଜଣେ ଯାଉଛନ୍ତି। ଶାଢୀ ହୋଇପାରନ୍ତି ଭାବୁଛନ୍ତି ସେ, ଆଉ ବହୁତ ଗମ୍ଭୀର ସେ ସବୁବେଳେ। କିନ୍ତୁ ସେଦିନ କେମିତି କେଜାଣି ଏ ରାଓ ବାବୁଙ୍କୁ ଦେଖିକି ସେ ହସିଲେ। ରାଓ ବୁଝିପାରିଲେ ନାହିଁ କାହିଁକି ହସିଲେ। ତାପରେ ଦେଖିଲେ ଯୋଉମାନେ ଆଗରୁ ଆସୁଛନ୍ତି ମାନେ ତାଙ୍କ ସମ୍ମୁଖରେ, ସେମାନେ ସମସ୍ତେ ତାଙ୍କୁ ଦେଖି ଟିକେ ଟିକେ ମୁରୁକି ମୁରୁକି ହସି ଦଉଛନ୍ତି। କି କଥା, ସମସ୍ତେ କାହିଁ ବସୁଛନ୍ତି ତାଙ୍କୁ ଦେଖି, କାରଣ କଣ ଜାଣି ପାରୁନାହାନ୍ତି ରାଓ ବାବୁ। ତାପରେ ମୁଖ୍ୟ ରାସ୍ତା ଛାଡିକି ମାନେ ଯୋଉଠି ପଡିବ ଚାଷ, ସେତେବେଳେ ସାଇକେଲ ଦ୍ଵାରା ଗଲେ ଆଗକୁ ଆଗକୁ ଦେଖିଲେ ଗୋଟେ କୁନି ଝିଅ ବସିଛି ସେ ଚାଷ ଜମି ପାଖରେ। ସିଏ ବି ଦେଖିଲା ରାଓ ବାବୁଙ୍କୁ, ସିଏ ବି ତାପରେ ରାଓ ବାବୁ କହିଲେ କି କଥା,
ଝିଅଟା ବି ହସିଲା ମତେ ଦେଖି। ଆଚ୍ଛା ଅନ୍ୟମାନଙ୍କୁ ତ ପଚାରି ହେବନି, କିନ୍ତୁ କୁନି ଝିଅକୁ ପଚାରିଲେ ତ ଅସୁବିଧା ନାହିଁ। ତେଣୁ ତା ପାଖକୁ ଯାଇ ସେ ପଚାରିଲେ, ସତ କହିବୁ ଝିଅ ଗୋଟେ କଥା? କହୁନ। ସେ କହିଲା, ତୁ ମତେ ଦେଖି କାହିଁକି ହସୁଥିଲୁ କହିଲୁ? ଝିଅ ଆଉ ଟିକେ କିରିକିରି ହୋଇ ହସିଲା, କହିଲା, ମୁଁ କେତେବେଳେ ହସିଲି ତମକୁ ଦେଖି? ତମେ ପରା ହସି ହସି ଆସୁଥିଲ ମତେ ଦେଖି, ତମେ ହସୁଥିଲ ମୁଁ ବି ହସିଲି। ରାମ ବାବୁ ତାପରେ ଭାବିଲେ, ଆଚ୍ଛା। ତାଙ୍କର ମନେ ପଡ଼ିଲା ଯେ ସେ ଯୋଉ 3 ଜଣ ଭଦ୍ର ବ୍ୟକ୍ତି ଟଳି ପଡିଥିଲେ ତଳେ, ସେତେବେଳେ ଯୋଉ ହସିଥିଲେ ରାମ ବାବୁ, ସେ ହସଟା ତାଙ୍କ ଓଠରେ ଲାଗି ରହିଛି। ସେ ତାପରେ ହସି ହସି ଆସୁଛନ୍ତି ଏବଂ ଯିଏ ଦେଖିଲେ ତାଙ୍କୁ ହସୁଛନ୍ତି। ହସ ଠାରୁ ଆଉ ଅଧିକ